ନମସ୍କାର, ଜୟ ଜଗନ୍ନାଥ। ଆମ ଓଡ଼ିଆ ଭାରି ବଢ଼ିଆ। ଆମେ ଓଡ଼ିଆ ଶିଖିବା, ଓଡ଼ିଆ କହିବା। ଜୟ ଜଗନ୍ନାଥ। ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବ ଓ ଗୌରବର ଦିନ ହେଉଛି ଉତ୍କଳ ଦିବସ। ବିଶ୍ୱର ଯେକୌଣସି କୋଣରେ ଥିଲେ ବି ଓଡ଼ିଆ ନିଜ ମାଟି ଓ ସଂସ୍କୃତିକୁ କେବେ ଭୁଲି ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ହ୍ୟୁଷ୍ଟନ ସହରରେ। ଓଡ଼ିଶା କଲଚର ସେଣ୍ଟର ବା ଓସିସି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଶତାଧିକ ଓଡ଼ିଆ ପରିବାର ଏକତ୍ରିତ ହୋଇଥିଲେ। କୁନି କୁନି ପିଲାଙ୍କ ପତାକା ଶୋଭାଯାତ୍ରାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ମୂର୍ଚ୍ଛନା ସମସ୍ତଙ୍କୁ ବିଭୋର କରିଥିଲା। ବିଦେଶ ମାଟିରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନ। ସେପଟେ କୁନି କୁନି ପିଲାମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଓଡ଼ିଶାର ଭାସ୍କର୍ଯ୍ୟ ଓ ଇତିହାସକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ। Odyssey is performed worldwide today. And for me to end my presentation, Odyssey is not just a dance, it is sacred dialogue between devotion, rhythm and timeless Indian heritage. ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଦହିବରା ଆଳୁଦମ୍ ଠାରୁ ଆରମ୍ଭ କରି ରସାବଳୀ, କାକରା ଓ ପୋଡ଼ପିଠାର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ। 2007 ମସିହାରୁ ଓଡ଼ିଶା କଲଚର ସେଣ୍ଟର ଉତ୍କଳ ଦିବସ ପାଳନ କରିଆସୁଅଛି। ଏବର୍ଷ ଏହି ଉତ୍ସବରେ 50ରୁ ଉର୍ଦ୍ଧ୍ୱ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ଏବଂ ଓଡ଼ିଶାର ସଂସ୍କୃତି, କଳା, ସ୍ଥାପତ୍ୟ, ସାହିତ୍ୟ, ଇତିହାସ, ବୃକ୍ଷଲତା ବିଷୟରେ ବର୍ଣ୍ଣନା କରିଥିଲେ, ଯାହାକି ସମସ୍ତଙ୍କ ଦ୍ୱାରା ବହୁତ ଆଦୃତ ହୋଇଥିଲା। ଓସିସିର ଡ୍ୟାନ୍ସ ସ୍କୁଲର ପିଲାମାନେ ମନମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶା ସାଂସ୍କୃତିକ କେନ୍ଦ୍ରରେ ଆମେ ଉତ୍କଳ ଦିବସ ପାଳନ କରୁଛୁ। ବହୁତ ଧୁମଧାମରେ ପାଳନ ହେଉଛି। ଆମେ ଓଡ଼ିଆ ପିଠା, ମିଠା, ହସ୍ତଶିଳ୍ପ, ଓଡ଼ିଶୀ ନାଚ ଏବଂ ଅନ୍ୟ କିଛି ବହୁତ ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ କରିଛୁ। ବହୁତ ଲୋକ ଆସିଛନ୍ତି, ଆନନ୍ଦ ଉପଭୋଗ କରୁଛନ୍ତି। ଏତେ ସୁନ୍ଦର ପରିବେଶ ସୃଷ୍ଟି ହେଇଛି ଏଠି। ନମସ୍କାର, ଜୟ ଜଗନ୍ନାଥ। ଆମ ଓଡ଼ିଆ ଭାରି ବଢ଼ିଆ। ଆମେ ଓଡ଼ିଆ ଶିଖିବା, ଓଡ଼ିଆ କହିବା। ଜୟ ଜଗନ୍ନାଥ। ସତରେ ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଓଡ଼ିଆଙ୍କ ଏହି ମାଟି ପ୍ରୀତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ବ୍ୟୁରୋ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।